ଦେଖନ୍ତୁ SB1 ଗଲ୍ଫ ଟୁର୍ଣ୍ଣାମେଣ୍ଟ ଓପନ୍ ଗଲ୍ଫ ଟୁର୍ଣ୍ଣାମେଣ୍ଟ ପ୍ରାୟ 180 ପାର୍ଟିସିପେଣ୍ଟସ୍ 3 ଦିନ 12 ବର୍ଷରୁ 82 ବର୍ଷ ପର୍ଯ୍ୟନ୍ତ ପାର୍ଟିସିପେଟ୍ କରୁଛନ୍ତି ଏବଂ ବାହାରୁ ମଧ୍ୟ ଆସିଛନ୍ତି। ଗୋଟେ ଛୋଟ ଝିଅ ସିଙ୍ଗାପୁରରୁ ଆସିଛି, ଓଡ଼ିଆ ଝିଅ, ସିଏ ମଧ୍ୟ ପାର୍ଟିସିପେଟ୍ କରୁଛି ଏବଂ ଏଇଟା 3 ଦିନ ଧରି ଯେଉଁ ଚାଲିବ ସେଥିରେ ବିଭିନ୍ନ ପ୍ରାଇଜେସ୍ ମଧ୍ୟ ଅଛି, ଯେଉଁଟାକି ରବିବାର ଦିନ ସେଗୁଡ଼ିକ ଡିଷ୍ଟ୍ରିବ୍ୟୁଟ୍ କରାଯିବ ଇଭିନିଂରେ ଗୋଟେ ଫଙ୍କସନ୍ରେ। ଏବଂ ସମସ୍ତେ ଜାଣିଛନ୍ତି ଗଲ୍ଫ ପୃଥିବୀର ଗୋଟେ ବହୁତ ଆକ୍ସେପ୍ଟେବୁଲ୍ ଏଲିଟ୍ ସ୍ପୋର୍ଟସ୍ ଏବଂ ଏଥିରେ ସମସ୍ତେ ଆଗ୍ରହୀ ଏବଂ ଭୁବନେଶ୍ୱର ଗଲ୍ଫ କ୍ଲବ୍ ଯେଉଁଟାକି ସମସ୍ତଙ୍କର ଏଇ ରିକ୍ୱାରମେଣ୍ଟକୁ ଫୁଲଫିଲ୍ କରୁଛି। ଭୁବନେଶ୍ୱର ଗଲ୍ଫ କ୍ଲବ୍ ଭୁବନେଶ୍ୱରର ଗୋଟେ ଡେଷ୍ଟିନେସନ୍ ଏବଂ ଓଡ଼ିଶା ପାଇଁ ଗୋଟେ ପ୍ରାଇଡ୍ ଏବଂ ଏଇ କୋର୍ସରେ ଗୋଟେ ଭଲ ଟୁର୍ଣ୍ଣାମେଣ୍ଟ ହେବା ଏବଂ ସ୍ପେଶିଆଲି ଯେଉଁ ଭୁବନେଶ୍ୱରର ବର୍ତ୍ତମାନ ଚିଲ୍ଡ ୱେଦର ସେଟାକୁ ଆହୁରି ତାକୁ ଏନକରେଜ୍ କରୁଛି ଭଲ ଟୁର୍ଣ୍ଣାମେଣ୍ଟ ହେବା ପାଇଁ। ତେଣୁ ସମସ୍ତେ ଆମେ ଚେଷ୍ଟା କରିବା ଭୁବନେଶ୍ୱରରେ ଭଲ ଆକ୍ଟିଭିଟିଜ୍, ଗ୍ରୀନ୍ ଏନଭାୟରମେଣ୍ଟ ଏବଂ ଏନଭାୟରମେଣ୍ଟ ଫ୍ରେଣ୍ଡଲି ସପୋର୍ଟିଭ୍ ଆକ୍ଟିଭିଟିଜ୍ କିଭଳି ହେବ ସେଥିପାଇଁ ଏଇ ଟୁର୍ଣ୍ଣାମେଣ୍ଟ ମଧ୍ୟ ତାର ଗୋଟେ ଅଂଶ ବିଶେଷ। ମୁଁ ଯେମିତି କହିଲି ବିଭିନ୍ନ ପ୍ରାନ୍ତରୁ ଏଇଟା ଗୋଟେ ଓପନ୍ ଟୁର୍ଣ୍ଣାମେଣ୍ଟ ଏବଂ ଓପନ୍ ଟୁର୍ଣ୍ଣାମେଣ୍ଟରେ ବିଭିନ୍ନ ଜାଗାରୁ ମେମ୍ବର ନନ୍ ମେମ୍ବର ଗଲ୍ଫର୍ସ ମାନେ ଆସି ପାର୍ଟିସିପେଟ୍ କରୁଛନ୍ତି ଏବଂ ସିଙ୍ଗାପୁରରୁ ଗୋଟେ ଛୋଟ ଝିଅ ପ୍ରାୟ 12-14 ବର୍ଷର, ସିଏ ମଧ୍ୟ ଆସି ଖେଳୁଛି, ଭଲ ଖେଳୁଛି ଏବଂ 82 ବର୍ଷ ପର୍ଯ୍ୟନ୍ତ ଯେତେବେଳେ ଜେନେରାଲି ଲୋକମାନେ ଇନ୍ଆକ୍ଟିଭ୍ ହେଇଯାନ୍ତି ସେଠି ଏଇଠି କିନ୍ତୁ ଗଲ୍ଫ ଖେଳୁଛନ୍ତି ଏବଂ ଗଲ୍ଫ ଗୋଟେ ଖେଳ ଯେଉଁଟାକି ସବୁ ବୟସରେ ଖେଳିପାରିବେ। ତେଣୁ ଏଇଟାକୁ ଆମେ ସମସ୍ତେ ଏନକରେଜ୍ କରିବା ଏବଂ ଏଠି ଆଉ ଗୋଟେ ବଡ଼ କଥା ହେଉଛି ଅନେକ ଜଣ ଲେଡିଜ୍ ଗଲ୍ଫର ସେମାନେ ମଧ୍ୟ ଖେଳୁଛନ୍ତି। ତେଣୁ ସେମାନେ ତାଙ୍କୁ ଆମେ କେତେ ଏନକରେଜ୍ କରିପାରିବା ସେଇଟା ମଧ୍ୟ ଗୋଟେ ବଡ଼ ଜିନିଷ। ନାଇଁ, ଏଇଟା ତ ଗଲ୍ଫର ଫର୍ମାଟ୍ ଅଲଗା, ତେଣୁ ଗଲ୍ଫ ହେଉଛି ସମସ୍ତଙ୍କ ଭିତରେ କିଏ ଭଲ ଖେଳିବ ଏବଂ ଗଲ୍ଫ ଆଉ ଗୋଟେ ଜିନିଷ ହେଉଛି ନିଜ ସାଙ୍ଗରେ ନିଜେ କମ୍ପିଟ୍ କରନ୍ତି। ଏଇଟା କିଛି ଜଣ ଖେଳିବେ 9 ହୋଲ୍, କିଛି ଜଣ ଖେଳିବେ 18 ହୋଲ୍, ସୋ ସେଇ ଅନୁସାରେ ଫର୍ମାଟ୍ ଡିଜାଇନ୍ ହେଇଛି। ମୁଁ ଏଇ 1.5 ବର୍ଷ ହେଲା ଗଲ୍ଫ ଖେଳିବା ଆରମ୍ଭ କରିଛି। ବଟ୍ ଗୋଟେ କଥା ମୁଁ କହିବି, ଗଲ୍ଫ ଗୋଟେ ଭେରି ପପୁଲାର ସ୍ପୋର୍ଟସ୍। ଏଇଟା ଆମେ ନର୍ମାଲି US କୁହନ୍ତୁ, ଅଷ୍ଟ୍ରେଲିଆ କୁହନ୍ତୁ, ଜାପାନ କୁହନ୍ତୁ ବା UK କୁହନ୍ତୁ, ମେ ବି ୱେଦର ପାଇଁକି ଏଇଟା ସବୁଠୁ ପପୁଲାର ଗେମ୍ ସେଠି। କିନ୍ତୁ ଆମେ ବହୁତ ଲକି ଏ ବର୍ଷ ଭୁବନେଶ୍ୱରରେ ୱେଦର ପାଇଁକି ଏ ଗଲ୍ଫରେ ଉତ୍ସାହଟା ବହୁତ ବଢ଼ିଯାଇଛି ସମସ୍ତଙ୍କର। ଆଣ୍ଡ ଏଇ ଯେଉଁ ଟୁର୍ଣ୍ଣାମେଣ୍ଟ ରାଜୀବ ବାବୁ କରୁଛନ୍ତି, ୟା ଦେହରେ ଏଥରକ ରେକର୍ଡ 180 ପାର୍ଟିସିପେଣ୍ଟସ୍ ପାର୍ଟିସିପେଟ୍ କରୁଛନ୍ତି। ଆଣ୍ଡ ମୁଁ ତ ନିଶ୍ଚିତ ଭାବରେ କହିବି କି ଏ ଟୁର୍ଣ୍ଣାମେଣ୍ଟଟା ବହୁତ ସକ୍ସେସଫୁଲ୍ ହେବାକୁ ଯାଉଛି।